ନମସ୍କାର ସମସ୍ତଙ୍କୁ ଶୁଭ ସକାଳ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। କାଲି ଆପଣମାନଙ୍କର ମକର ପର୍ବ ବହୁତ ଭଲରେ ପାଳନ ମଧ୍ୟ କରୁଥିବେ। ପୁଣି ଥରେ ଡାର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ପୂର୍ବ ଭିଡ଼ିଓରେ ମୁଁ ନେଇ ଆସିଥିଲି କବିମାନଙ୍କର କ'ଣ ସବୁ ଉପାଧି ଦିଆଯାଇଥିଲା ସେଇ ବିଷୟରେ। ଆଜି ମଧ୍ୟ ଓଡ଼ିଶା ଉପରେ କିଛି ଜିକେ ନେଇ ଆସିଛି। ତ ଭିଡ଼ିଓଟିକୁ ଡେରି ନକରି ଚାଲନ୍ତୁ ଷ୍ଟାର୍ଟ କରିବା। ଓଡ଼ିଶା ଉପରେ ଜିକେ। ତ ଦେଖନ୍ତୁ ଏକ ନମ୍ବରରେ କ'ଣ ଅଛି ନା, ଏକ ନମ୍ବର ଅଛି ଓଡ଼ିଶା ନୃତ୍ୟ କେଉଁ ନୃତ୍ୟରୁ ଆସିଛି ପଚାରିଛି ହେଲା। ଓଡ଼ିଶା ନୃତ୍ୟଟି ଯେଉଁଟା ଓଡ଼ିଶୀ ନୃତ୍ୟଟା କେଉଁ ନୃତ୍ୟରୁ ଆସିଛି? କ'ଣ ନା ଗୋଟିପୁଅ ନୃତ୍ୟରୁ ଓଡ଼ିଶୀ ନୃତ୍ୟ ଆସିଛି ହେଲା। 2 ନମ୍ବର ଅଛି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ କେଉଁଠାରେ ଅବସ୍ଥିତ? ସେଇଟା କେଉଁଠି ଅବସ୍ଥିତ ନା ଭୁବନେଶ୍ୱର। 3 ନମ୍ବର ଅଛି ପଦ୍ମଶ୍ରୀ ଉପାଧି ପାଇଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ କିଏ? ହେଲା, ଉତ୍ତର କ'ଣ ହେବ ନା ସଂଯୁକ୍ତା ପାଣିଗ୍ରାହୀ। 4 ନମ୍ବରରେ ଅଛି ଓଡ଼ିଶାର ଆଦିବାସୀମାନେ କେଉଁ ବାଦ୍ୟ ବ୍ୟବହାର କରନ୍ତି? କ'ଣ ବ୍ୟବହାର କରନ୍ତି ନା ମାଦଳ ହେଲା। ତାପରେ 5 ନମ୍ବର ଅଛି ନା, 5 ନମ୍ବର ଅଛି ଛଉ ନୃତ୍ୟ କେଉଁ ଜିଲ୍ଲାରେ ପରିବେଷଣ କରାଯାଏ? କେଉଁଠି ପରିବେଷଣ କରାଯାଏ? ଉତ୍ତରରେ ଅଛି ମୟୂରଭଞ୍ଜ। 6 ନମ୍ବର ଅଛି ଘୁମୁରା ନୃତ୍ୟ କେଉଁ ଜିଲ୍ଲାରେ ପ୍ରସିଦ୍ଧ ଲାଭ କରିଛି? କେଉଁ ଜିଲ୍ଲାରେ? କଳାହାଣ୍ଡି। 7 ନମ୍ବର ଅଛି, ଦେଖନ୍ତୁ 7 ନମ୍ବରରେ କ'ଣ ଅଛି ନା ବାରବାଟୀ ଷ୍ଟାଡିୟମ କେବେ ଆରମ୍ଭ ହୋଇଥିଲା? କେବେ ଆରମ୍ଭ ହୋଇଥିଲା ନା 1950ରେ ଆରମ୍ଭ ହୋଇ 1974ରେ ସରିଯାଇଥିଲା। ମାନେ କାମ ସରିଥିଲା, ତିଆରି ସରିଯାଇଥିଲା ହେଲା। କେବେ ନା 1950ରୁ ଆରମ୍ଭ ହୋଇ 1974 ମସିହାରେ ସରିଥିଲା। 8 ନମ୍ବର ଅଛି ଓଡ଼ିଶାରେ କେବେଠାରୁ ଖେଳର ଆରମ୍ଭ ହୋଇଥିଲା? କେବେଠାରୁ ଆରମ୍ଭ ହୋଇଥିଲା ନା ଉତ୍ତରରେ କ'ଣ ଅଛି 1958 ମସିହାରେ ହେଲା। 9 ନମ୍ବରରେ ଅଛି କଳିଙ୍ଗ ଷ୍ଟାଡିୟମ କେଉଁଠାରେ ଅବସ୍ଥିତ? କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ୱର ଠାରେ ଅବସ୍ଥିତ। କଟକଠାରେ କେଉଁ ଷ୍ଟାଡିୟମ? ବାରବାଟୀ ଷ୍ଟାଡିୟମ ହେଲା। ତାପରେ 10 ନମ୍ବର ଅଛି କେଉଁ ଆଦିବାସୀ ସ୍ତ୍ରୀ ଲୋକମାନେ ଗଛରୁ ଛାଲିକୁ ଶାଢ଼ୀ ରୂପେ ବ୍ୟବହାର କରନ୍ତି? ପ୍ରଶ୍ନଟିକୁ ଆଉଥରେ ବୁଝ। କେଉଁ ଆଦିବାସୀ ସ୍ତ୍ରୀ ଲୋକମାନେ ଗଛର ଛାଲିକୁ ଶାଢ଼ୀ ରୂପେ ବ୍ୟବହାର କରନ୍ତି? କେଉଁଠିକା ସ୍ତ୍ରୀ ଲୋକମାନେ ମାନେ ଆଦିବାସୀ ସ୍ତ୍ରୀ ଲୋକମାନେ? ଉତ୍ତର କ'ଣ ଅଛି ନା ଗୋଦାବା। କ'ଣ? ଗୋଦାବା। ତାପରେ 11 ନମ୍ବର ଅଛି, ଦେଖନ୍ତୁ 11 ନମ୍ବର ଅଛି କେଉଁ ଆଦିବାସୀମାନେ ଶିଶୁ କନ୍ୟା ହତ୍ୟା କରନ୍ତି? କେଉଁମାନେ କି? ଉତ୍ତରରେ କ'ଣ ଅଛି କନ୍ଧ ଓ ସାରଡ଼ା ହେଲା। 12 ନମ୍ବରରେ ଅଛି କେଉଁ ଆଦିବାସୀ ସମ୍ପ୍ରଦାୟର ଝିଅମାନେ ସର୍ବଦା ଲଣ୍ଡା ହୁଅନ୍ତି? କେଉଁ ଆଦିବାସୀର ଝିଅମାନେ ସର୍ବଦା ଲଣ୍ଡା ହୁଅନ୍ତି? ଉତ୍ତରରେ କ'ଣ ଅଛି ନା ବଣ୍ଡା ହେଲା। 13 ନମ୍ବର ଅଛି ସାନ୍ତାଳ ସମ୍ପ୍ରଦାୟର ଶୀତଳକାଳୀନ ଅମଳ ପର୍ବକୁ କ'ଣ କୁହାଯାଏ? ଆଉ ଥରେ ପଢ଼ିବା ପ୍ରଶ୍ନଟିକୁ। କ'ଣ ଲେଖା ହେଇଛି ନା ସାନ୍ତାଳ ସମ୍ପ୍ରଦାୟର ଶୀତଳକାଳୀନ ଅମଳ ପର୍ବକୁ କ'ଣ କୁହାଯାଏ? କ'ଣ କୁହାଯାଏ? ଉତ୍ତରରେ କ'ଣ ଅଛି ନା ସରହାଏ ପର୍ବ ବୋଲି କୁହାଯାଏ। ଯେଉଁ ସମୟରେ ଧାନ ପାଚି ଆସୁଥାଏ ସେହି ସମୟକୁ କ'ଣ କୁହାଯାଏ ନା ସରହାଏ ପର୍ବ ବୋଲି କୁହାଯାଏ ହେଲା। 14 ନମ୍ବର ଅଛି କେଉଁ ଜିଲ୍ଲାରେ ଆଦିବାସୀ ମାନଙ୍କର ବନ୍ଧ ନାଚ ହୁଏ? କେଉଁ ଜିଲ୍ଲାରେ ନା ଫୁଲବାଣୀ ଜିଲ୍ଲାରେ କ'ଣ ଆଦିବାସୀ ମାନଙ୍କର ବନ୍ଧ ନାଚ ହୁଏ। ତ ଆଜିର ଭିଡ଼ିଓ ଏତିକି ଥିଲା।
आशा करुच्ची आपको भिडियोटी भल लगी। जदि भिडियोटी भल लगी थाए लाइक शेयर कमेंट निहाती करेंगे और चैनल टी को सब्सक्राइब करने। मुझे भी नुआ नुआ भिडियो आपको अपलोड करी से सर्वप्रथमे आपण मैंने देखिपारे। जदि किसी भूल रही जाए ताहले कमेंट माध्यम जनइबे और लाइक निहाती करेंगे। आज वीडियो को एठी शेष करुच्ची। धन्यवाद।